କାହିଁ କରି କହୁଛ କହିଲ? ତମେ କଣ ଶ୍ରବଣ କୁମାର ଠାରୁ ବେଶୀ କଷ୍ଟ କରୁଛ? ଶ୍ରବଣ କୁମାର ପରା ନିଜ ମାତା ପିତାକୁ କାନ୍ଧରେ ଭରି ନେଇ ତୀର୍ଥ ଯାଇଥିଲେ। ତମେ କଣ ତମ ବାପାଙ୍କ ପାଇଁ ମୁଠାଏ ଖାଇବା କହୁଛ? ଆରେ ସବୁ କଥା ବୁଝୁଛି, କଣ କରିବି? 4 ଦିନ ହେଲା ବାପା କିଛି ଖାଇନାହାନ୍ତି। ବାପାଙ୍କୁ କଷ୍ଟ ସହି ହଉନି, କିଛି ଦୁଃଖ ଦେଖି ହଉନି। ଆଲୋ କଣ କରିବା? ତୁ କହୁନୁ, ତୁ କହ। ମୁଁ କହୁଥିଲି କହିଲ, ଆଜି ଅକ୍ଷୟ ତୃତୀୟା ନା? ବାବୁ ହାଣିଙ୍କ ଘରେ କେତେ କ୍ଷୀରି ପିଠା ମିଠା ଭାସୁଥିବ। ଯିବା ବାପାଙ୍କ ପାଇଁ ମୁଠେ ଖାଇବା ମାଗିଆ ଗୁରୁଜିରା। ଏବେ ମନା କରିବେ? ଆଜିକାଲି ଯୁଗରେ ଗଣ୍ଡି ଖାଇବାକୁ କିଏ ନ ଦବ କହିଲେ? ମନା କରିବେ? ସମସ୍ତେ ଦେବେ। ଆମେ ବାବୁ ଆଣିକି ଆମ କଥା କହିବା, ବାପା ବିଷୟରେ ଜାଣେଇବା ତାଙ୍କୁ। ଆଉ ବାବୁ ଆଣିକି କହିବା, ଏ ବଡ ବାବୁ ଆଣିବନେ ମୋ ବାପା 4 ଦିନ ହେଲା କିଛି ଖାଇନାହାନ୍ତି। ବାପା ତ ଦୁଃଖ ସହି ହଉନି। ଏ ଚୈତି ଆସିଛନ୍ତି ପିଠା ମାଗିବାକୁ। ଏ ବଡ ବାବୁ ଆଣିବନେ ଏ ଚୈତିକୁ ଗୋଟେ ପିଠା ଦିଅନ୍ତୁ। ଏ ବାପା ଆମେ ସିନା ମୁଖକୁ ଟିକେ ସହିଯିବ, ହେଲେ ବୁଢା ଲୋକଟା 4 ଦିନ ହେଲା କିଛି ଖାଇନି ଆଜ୍ଞା। ଖାଇବା ମାଗିବାକୁ ଗୋଟେ ଆସିଛି। ଯାହା ବି ଅଛି ଖାଇବା ଜିନିଷ ଦିଅନ୍ତୁ ବାପା ମାନେ, ଦିଅନ୍ତୁ ବାବୁ ଆଣି। ଦୟା ହବ। ଏ ଚୈତିକୁ ଗୋଟେ ପିଠା ଦିଅନ୍ତୁ।